ସାଇକୋଲୋଜି କହିଥାଏ ଯେଉଁ ମହିଳା ଅଧିକ ରାଗି ସ୍ୱଭାବର ହୋଇଥାନ୍ତି ତେବେ ସେ ଶାରୀରିକ ସମ୍ପର୍କ ବନାଇବା ସମୟରେ ନିଜ ପୁରୁଷ ସାଥୀକୁ ଅଧିକ ମଜା ଦେଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ଆପଣ ନିଜ ବାଣ୍ଡଟିକୁ ସବୁଦିନ ପାଇଁ ଲମ୍ବା, ମୋଟା ଓ ମଜବୁତ ବନାଇବାକୁ ଚାହୁଁଛନ୍ତି ତେବେ 3ଟି ଲବଙ୍ଗ ଓ ଗୋଟିଏ ଛୋଟ ଗୁଜୁରାତିର ଦାନାକୁ ନେଇ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ଓ ଏଥିରେ 1 ଚାମଚ ନଡ଼ିଆ ତେଲ ଓ ଅଧା ଚାମଚ ଭେସଲିନ୍ ମିଶାଇ ପେଷ୍ଟ କରି ନିଅନ୍ତୁ ଓ ଏହାକୁ ନିଜ ଗୁପ୍ତାଙ୍ଗ ଉପରେ ପ୍ରତିଦିନ 1 ଥର ଧୀରେ ଧୀରେ 5 ମିନିଟ୍ ପର୍ଯ୍ୟନ୍ତ ମାଲିସ କରନ୍ତୁ। ଏମିତି 1 ମାସ ପର୍ଯ୍ୟନ୍ତ କରନ୍ତୁ ଆଉ ଦେଖନ୍ତୁ ଏହାର କମାଲ। ସାଇକୋଲୋଜି କହିଥାଏ ଯେଉଁ ମହିଳା ଜ୍ୱର ଥିବ ଅବସ୍ଥାରେ ଶାରୀରିକ ସମ୍ପର୍କ ବନାଇଥାନ୍ତି ତେବେ ସେହି ମହିଳା ଶାରୀରିକ ଓ ମାନସିକ ରୂପରେ କମଜୋର ହୋଇ ଯାଇଥାନ୍ତି। ସାଇକୋଲୋଜି କହିଥାଏ ଯଦି ପୁରୁଷ ମହିଳାଙ୍କ ବେକ ପଛର ବାଳକୁ ହଟାଇ ସେହି ଜାଗାରେ ଧୀରେ ଧୀରେ ଚୁମ୍ବନ କରନ୍ତି ଓ ହାଲକା ନିଶ୍ୱାସ ଛାଡ଼ନ୍ତି ତେବେ ମହିଳା କିଛି ନ କହି ଶାରୀରିକ ସମ୍ପର୍କ ବନାଇବା ପାଇଁ ପାଗଳ ହୋଇ ଉଠିଥାନ୍ତି। सभी दोस्तों को मेरा नमस्कार। मुझे उम्मीद है कि आपको मेरा वीडियो बहुत पसंद आएगा। अगर पसंद आए तो कृपया गिफ्ट या थैंक्स के माध्यम से कुछ भेजें। मेरा आपसे एक अनुरोध है, 93% लोग वीडियो देख रहे हैं लेकिन सब्सक्राइब नहीं कर रहे हैं। कृपया सब्सक्राइब करें और वीडियो को लाइक करें। मैं आपका हमेशा आभारी रहूंगा। ସାଇକୋଲୋଜି କହିଥାଏ ଯଦି ପୁରୁଷ ରସୁଣ ରସ ସହିତ ପିଆଜ ରସକୁ ମିଶାଇ ନିଜ ଗୁପ୍ତାଙ୍ଗ ଉପରେ ପ୍ରତିଦିନ ମାଲିସ କରନ୍ତି ତେବେ ତାଙ୍କ ଗୁପ୍ତାଙ୍ଗ ଲମ୍ବା ଓ ମୋଟା ହେବା ସହିତ ଗେହିବାର ସମୟକୁ ମଧ୍ୟ ବଢ଼ି ଦେଇଥାଏ। ସାଇକୋଲୋଜି କହିଥାଏ ଭରସା ସମସ୍ତଙ୍କ ଉପରେ କରନ୍ତୁ କିନ୍ତୁ ସାବଧାନ ସହିତ କାରଣ କେବେ କେବେ ନିଜ ଦାନ୍ତ ବି ଜିଭକୁ କାମୁଡ଼ି ଦେଇଥାଏ। ସାଇକୋଲୋଜି କହିଥାଏ ଦୁଃଖର ସବୁଠାରୁ ବଡ଼ କାରଣ ଏହା ହୋଇଥାଏ କି ସଚ୍ଚା ମଣିଷକୁ ଲୋକମାନେ ବୁଝିପାରି ନଥାନ୍ତି ଓ ମିଛୁଆ ମଣିଷକୁ ଲୋକମାନେ ପରଖି ନଥାନ୍ତି। ସାଇକୋଲୋଜି କହିଥାଏ ନିଜର ସ୍ୱଭାବକୁ ସବୁବେଳେ ସୂର୍ଯ୍ୟ ଭଳି ରଖନ୍ତୁ। ନା ଉଦୟ ହେବାର ଅଭିମାନ ଥିବ ନା ଅସ୍ତ ହେବାର ଡର ଥିବ।